नाम प्रचार करी जिबा बेले पदटी कहिथिले राजा थिले प्रताप रुद्र सिंहदेव कहले मूढ़ मन दृढ़ चित्ते गूढ़ महामंत्र घोष अरे पुओ येटी कोनी रे गूढ़ महामंत्र एटा मिठा महामंत्र मिठा मु को कहली तो देखी गूढ़ कहली अरे गूढ़ महामंत्र पहिले अति गोपनीय महामंत्र जा हाँ अच्छा गोपनीय महामंत्र कोन अरे पुओ ये मंत्र को जदि हमें माने आज्ञा जप करिना हेला सुंदर पदटिए कहिले गूढ़ गूढ़ पाप द्वारा रूढ़ करी जीवना आम शरीर आज्ञा जो गदा गदा है कि गूढ़ गूढ़ है कि पाप गुड़ी अच्छी नापी तो जमी चुट्टी काटिले काटिबा चुट्टी गुड़ा को विनाश रे ही जाए ये पाप गुड़ा को सेही विध्वंस हे जीव अच्छा आपण माने जेतिकी बचंती ज्ञानी गुणी विवेकी पुरा हमर एइना ब्राह्मण देवता माने इठै यज्ञ कुंड आहुति दान दउथिले देवता देवी मान आह्वान करी कोन गाउथिले कि रे पुओ नहीं नहीं से होची मंत्र हाँ से मंत्र ही थिबा रे एटी होची महामंत्र एक महामंत्र हैला रो अच्छा ये महामंत्र टी कोन बापा कोन ये तो सबु हे गला मंत्र एटी काई के महामंत्र ये बड़ मंत्र हैला से महामंत्र टी कोन सेदिन आपण मानकर बही होची करी संग्रह उपनिषद उपनिषद रे लिखा है बापा महामंत्र टी कोन पहले हरे कृष्ण राधे ये कृष्ण कृष्ण अरे हरे हरे राम ये हरे राम 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 हरे आगे बही होची कलिसंग्रह उपनिषद कौन कहले इति गुटी महामंत्र ता तोरे आ गोटे पद लेखा कि आमे ताको जाऊनी कौन लेखा कि कहले अतैव सरसनाम उच्चारणे कली कर्मन सनासन एटा भी गाउनी एला छिड़िनी बोली गाउनी हां इति उपनिषद पहला गया ए मंत्र का आपण माने जति जप करिवे पाप ताप कली कर्म सब विध्वंस वा विनाश अरे पुरो इति दे महामंत्र ले कुछ किछि नाही एथरे पंचबीज लागिछि हे क्लीं श्रीं सुहा लागिछि बसती अछि भगवान को शेष नाम थिला गया गोटे नाम भगवान को पाइबा पाई गोटे श्रेष्ठ ना अछि आमे जेते ना गाउचे गोटे श्रेष्ठ ना अछि आज्ञा ओ ब्राह्मण देवता माने प्रथम रे वेद गान करबा पूर्व कहि हरि ओम हरि ओम एथे तो किछि नाही ओम नाही बसती नाही सुहा नाही पंचबीज नाही ये काई महामंत्र हला कि रे पुओ ये काई महामंत्र हला बोली ए थोड़ी आपण मान को निर्माण लागू पड़िबो जाऊ निर्माण मठर मोहित महापुरुष अच्युत पहिले पहिला क्या कर्ण टीका कौन पहिले पहिले पशु नाम बकिसी
ଆଜ୍ଞା ହେଲା ଏ କାଇ ମହାମନ୍ତ୍ର ହେଲା କାଇଁ ହେଲା ଏମିତି ଗୋଟେ ମନ୍ତ୍ର ଆଜ୍ଞା ଏ ଷୋହଳ ନାମ ଷୋହଳ ନାମ ଷୋହଳ ଆପଣ ମାନେ ତ ଅଷ୍ଟପ୍ରହର 24 ପ୍ରହର କରୁଛନ୍ତି କେତୋଟି ନାମ କହିଲେ ଷୋହଳ ନାମ ଏମିତି ଗୋଟେ ମନ୍ତ୍ର ଆପଣ ମାନେ ଯଦି ଅକ୍ଷର ଅନୁସାରେ କରିବେ କରିବା 32 32 ଅକ୍ଷର ଏମିତି ଗୋଟେ ମନ୍ତ୍ର ଆଜ୍ଞା ମନ୍ତ୍ର ଭିତରେ ଅଛି 64 କଳା 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 64 କଳା କିରେ 64 କଳା କଣ ଦିଲେ କଳା ତ 64 କଣ ମୁଁ କହିପାରିବିନି କହିଲେ ଜଗନ୍ନାଥ ଦେଶ କଳା କହି କଳାଏ ନନ୍ଦ କଳା ହଁ କଳା କୁଶଳ କଳା କରି ମତେ ବିହରେ ନରହରି ଜଗନ୍ନାଥ ଯିଏ ବଡ ଦୂରରେ ଆଜ୍ଞା ବଢୁଛି ସେ 16 କଳାର ଅଧିକାରୀ ନା ସେଥିରୁ ଗୋଟିଏ କଳା ହଉଛି ନନ୍ଦ ପୁଅ କୃଷ୍ଣ ସିଏ କଲେ ତାକୁ 16 16 କେତେ 32 ରାମ ହଉଛନ୍ତି ଏକା 32 ଅବତାର ହେଲା ରାମାୟଣ ହଁ ରାମ ଏକା ହେଲେ ଅବତାର ହେଲେ ରାମ ଅବତାର ହେଲେ କୃଷ୍ଣ ଏ ଇଏ ରାମ ଅବତାର ଯୋଗେ ସେ ସମ୍ପୂର୍ଣ୍ଣ 32 କଳାର ଅଧିକାର ହେଲେ ସିଏ 32 ଇଏ 32 କେତେ 64 64 ଏମିତି ଗୋଟିଏ ମନ୍ତ୍ର ହେଲା 108 ଆରମ୍ଭ ଆରବଣ ସାଧୁ ସନ୍ନ୍ୟାସୀ ମୁନି ଋଷି ମାନେ ଏ ମନ୍ତ୍ର ଟିକେ 108 ଥର ଆରମ୍ଭ କଲେ କରନ୍ତି କରନ୍ତି ଏମିତି ଗୋଟିଏ ମନ୍ତ୍ର କାହିଁକି ନା ଗୋଟେ ମୁଣ୍ଡା ଭିତରେ ଆଜ୍ଞା 108 ତୁଳସୀ ମାଳି ରଖିବେନି ତାକୁ 108 ଥର ଆରମ୍ଭ କରୁଥିଲେ ନା ଏମିତି ଗୋଟିଏ ମନ୍ତ୍ର 334 ଅବହର ଅବହରଣ ୟା ହରଣ ସଂଖ୍ୟା ଏ 334 ହେଲା ଆରମ୍ଭ ହେଲା 108 8 କାଇଁ ମହାମନ୍ତ୍ର ହେଲା କହିବୁ କାଇଁ ହେଲା ହରେ वा ରାଧା ଶକ୍ତି ରଖି ଉପତେ या ମହାମନ୍ତ୍ର ପଚାରିଲା जगते जगते ମନେ ରଖନ୍ତୁ ଆଜ୍ଞା ହେଲା ଆଜି ତ ମାଙ୍କ ଦରବାରରେ କୀର୍ତ୍ତନ ନା ए ନା ଶକ୍ତିଟା ସବୁଠୁ ବଡ଼ अच्छा अच्छा बड़ ଯୋଉଠି ମାତୃ ଶକ୍ତି ସଂଯୁକ୍ତ ହବ ए आई ସେଠି ମହାନ ଶବ୍ଦ ଆସିବ आसीबो आसीबो କାହିଁକି कोन पाई ଆଚ୍ଛା ଆଜ୍ଞା ହେଲା ଆପଣ ମାନେ ଦେଖନ୍ତୁ ଆମ ପୁରାଣ କହୁଛି ଦେବତା ଅଛନ୍ତି 33 କୋଟି 33 कोटी देवता ସମସ୍ତେ ଦେବତା ନା लक्ष्मी देवता ସଭେ ଦେବତା ହେଇଥିବା ବେଳେ ହେଲା ଜଣେ ହଉଛନ୍ତି ଦେବ ଦେବ ମହାଦେବ महादेव महादेव କିରେ ସମସ୍ତେ ତ ଦେବତା ଶିବ କାହିଁକି ମହାଦେବ ତାଙ୍କ ବାପା ବୋଉ ନାଁ ଦେଲେ ବାପା ବୋଉ ନାଁ ଦେଇଦେଲେ ମହାଦେବ ହେଇଯିବ ଆଉ କାହିଁକି ଶିବ ମହାଦେବ ବୋଲି ଆପଣମାନଙ୍କର କବିବର ରାଧାନାଥ ରାୟ ସେଦିନ କହିଲେ କଣ କହିଲେ ଅର୍ଦ୍ଧାଙ୍ଗ ଈଶ୍ୱର ଦେଖ ଅର୍ଦ୍ଧାଙ୍ଗ ପାର୍ବତୀ ହେ ଅର୍ଦ୍ଧାଙ୍ଗ ପାର୍ବତୀ ହେ ଅର୍ଦ୍ଧାଙ୍ଗ ପାର୍ବତୀ क्या ପ୍ରାୟ ବିଷେ ଚିତ୍ର ବ୍ୟବହାର କରନ୍ତି ଆପଣମାନେ ଶିବାଳୟକୁ ଯାଇଛନ୍ତି ଟିକେ ଆତ୍ମାନୟନ ଆତ୍ମଚିନ୍ତନ ଭାବରେ ଚିନ୍ତା କରନ୍ତୁ ତ କଣ ହେଲା ଶିବଙ୍କର କୁଟୁମ୍ବ ହଉଛି ଶିବ କୁଟୁମ୍ବ ପାର୍ବତୀ କହିଲା ହଁ ଫାଳେ ଶିବ ଫାଳେ ପାର୍ବତୀ ଶକ୍ତି ସଂଯୁକ୍ତ ଠାକୁର ହେଲେ ଶିବ ଫାଳେ ଗଞ୍ଜି ପିନ୍ଧେ ଫାଳେ ବ୍ଲାଉଜ ପିନ୍ଧେ ଭାଷାର ଶାରୀରତା ରଖୁ ଆଉ ଚିହ୍ନିବା କେମିତି ଇଏ ହେଲେ ମହାଦେବ ଦେବ ଦେବ ମହାଦେବ ନା ଶକ୍ତିଟା ସଂଯୁକ୍ତ ନା ଯୋଉଠି ମାତୃ ଶକ୍ତି ସଂଯୁକ୍ତ ହବ ଇଏ ସେଠି ମହାନ ଶକ୍ତି ଆସିବ ହଁ ହଁ ଆମେ ଏଇଠି ଆଜ୍ଞା ଦେବତାଙ୍କ ନିକଟରେ ଯେତେବେଳେ ଭୋଗ ସମର୍ପଣ କରୁଛେ ହେଲା ତାକୁ ଆଣିଲା ପରେ ଯଜମାନଙ୍କୁ କହୁଛେ ଆଜ୍ଞା ଟିକେ ପ୍ରସାଦ ପା ହଁ ପ୍ରସାଦ ପ୍ରସାଦ ହେଇଯାଏ ସବୁ ପ୍ରସାଦ ହେଇଥିବା ବେଳେ ହେଲା ଗୋଟିଏ ଆଜ୍ଞା ମହାପ୍ରସାଦ ମହାପ୍ରସାଦ ମାନେ ବଡ ପ୍ରସାଦ ମହାପ୍ରସାଦଟି କିଏ ରାତା କିଏ କିଏ ସେଦିନ ପୁରୀ ଝାଞ୍ଜ ବିଟା ମଠ ମହନ୍ତ କହିଲେ କଣ କହିଲେ କହିଲେ ସେଠି ଅନ୍ନକୁ ଯେ ମହାପ୍ରସାଦ କହି ଅନ୍ନକୁ ଯେ ମହାପ୍ରସାଦ କହି ଅନ୍ନକୁ ଯେ ମହାପ୍ରସାଦ କହି ମହାପ୍ରସାଦ କହି ଆସି ହଇଲେ ଗଳା ଗଳାଇ ବାସି ହୋଇଅ ଘୋଡ଼ା ବୋଲାଏ ତା ହଇଲେ ହୁଏ କଇବଲ୍ୟ ହୋଇକା ହୋଇଏ ହୁଏ କୈବଲ୍ୟ ଦେଖିଗଲେ ସେହି ନିକାଲରା ଶୁଖିଗଲେ ସେ ଆପଣମାନେ ପୁରୀ ଯାଇଛନ୍ତି ଆଜ୍ଞା ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏ ଜଗନ୍ନାଥଙ୍କ ରୋଷ ସାରେ 755 ଥିଲା ଅଛି 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 କେତେ ଅଛି କହିଲେ 755 ଆଉ ଏକ ଆପଣମାନେ ଆଉ ଚୁଲା ସଂଖ୍ୟା କରିପାରିବେନି ନା ନା ଅନେକ ପିଲା ହେଇଗଲାଣି କାହିଁକି କହିବୁ କଣ୍ଟ୍ରାକ୍ଟ ମାନେ ବେପାର କଲେ ଆରେ ଜନ୍ମ ବଢିଲେ ଚୁଲା ସଂଖ୍ୟା ବଢିଲା ଏ କିନ୍ତୁ ଜଗନ୍ନାଥଙ୍କର ପ୍ରସାଦ ଯୋଉଥିରେ ପାକ ହୁଏ ହୁଏ 755 ଥିଲା ଆହା ରନ୍ଧା ଆଜ୍ଞା 60 କୋଉଠି ଏ କୋଉଠିକା ଆଜ୍ଞା 6 ସେରିଆରେ 20 କୋଉଠି କୋଡ଼ିଏ ଗୌରୀ 60
ଆଜ୍ଞା 1200